ଆପଣଙ୍କର କିଛି ହବନି ଆପଣ ନିର୍ଦ୍ଦୋଷରେ ଖଲାସ ହେବେ ତୁମେ ଯଦି ପ୍ରକୃତରେ ମୋତେ ଭଲ ପାଉଥାଅ ଶୁଣିକି ଭଲ ପାଉଥାଅ ତୁମେ ମାଲବିକ ଭାଇର ସମ୍ମାନ ରକ୍ଷା କରିବା ପାଇଁ ଗୋଟେ କାମ କରିପାରିବ ଭାଇ ଆପଣଙ୍କ ପାଇଁ ସୋସାଇଟିରେ ପରିଚୟ ପାଇଛି ଆପଣ ଦୟାରେ ମୋର କମ୍ପାନୀର ମାଲିକ ହେଇସାରିଛି ଆପଣ ପାଇଁ ଯଦି ନର୍କକୁ ଯିବାକୁ ପଡ଼େ ମୁଁ ନର୍କକୁ ଯିବି ଦୁଃଖ ନଥିବ କି ଅନୁଷ୍ଠାନ ନଥିବ ଓକିଲଙ୍କ ସହ କଥା ହବାକୁ ପଡେ ଓକିଲ ମତେ କହିଲେ ଏ କେସ୍ର ପ୍ରତ୍ୟକ୍ଷଦର୍ଶୀ ତମ ଭାଇ ପୁଅ ସାଇ ଯଦି କୋର୍ଟରେ ସାକ୍ଷୀ ନ ହୁଏତ ଏ କେସ୍ ଫଲ୍ସ ହେଇଯିବ ଆଉ ତମ ଭାଇ ନିର୍ଦ୍ଦୋଷରେ ଖଲାସ ହେଇଯିବେ ଏଥିରେ ମୁଁ କଣ କରିପାରିବି ତମେ ତମ ପୁତୁରା ସାଇକି ମାରିଦେବ ମାରିବାକୁ ହବ ସେ ପୋଡ଼ା ଖୁଞ୍ଜା ତୋକୁ ମାରିବାକୁ ହବ ମାରିବାକୁ ହାତ ଯିବନି ହାତ ଯିବନି ସରକାର କହିଲେ ଆପଣଙ୍କ ସମ୍ପତ୍ତିର ମାଲିକ ହବ ତମେ ମୁଁ କରିବି ତମକୁ କରିବା ପାଇଁ ହବ ଅସ୍ପଷ୍ଟ କରିବା ତମର ସେ ତତ୍ତ୍ୱ ଅସ୍ପଷ୍ଟ କରିବା ପୁରୁଷକୁ ତମକୁ ମାରିବାକୁ ହବ ଆରେ ବାପା ଖାଇବାକୁ ପାଉନଥିଲ ରାସ୍ତା କଡ଼ରେ ବୁଲୁଥିଲ ଏବେ ମୋ ଭାଇ ସହିତ ଡାଇନିଂରେ ବସି ବିରିୟାନୀ ଖାଉଛ ହାଇ ଫାଇ କୋଠା ଘରେ ଖାଲି ପଦରେ ଚାଲୁଥିଲା ହାତ ଫିଟି ମାରି ଯାଉଥିଲା ଏବେ ଟିକେ କାଟ ଚଢୁଛ ମୋ ଭାଇ ଯେ ତମ ପାଇଁ ଏତେ ସବୁ ତ୍ୟାଗ କଲେ ମୋ ଭାଇ ପାଇଁ ତମେ ସେମାନେ ତ୍ୟାଗ କରିପାରିବନି ମୋ ମାନସିକ ଉଠିଆ ବୁଝାଉ ତମର କିଛି ହବନି ସରକାର କହିଲେ ମୁଁ ଟଙ୍କା ଦେଇ କଚେରୀଟାକୁ ଦେଇଦେବି ମୁଁ ଏ କେସ୍ଟାକୁ ଫଲ୍ସ କରିଛି ଏ ଧର୍ମଦାଣ୍ଡରେ ମୁଁ ଚାଲି ପାରିବିନି ପୁତ୍ର ହତ୍ୟାର ସମ୍ଭାବନା ଲାଗିଯିବ ଏ ସମାଜ ଏ ଦୁନିଆ ବଦଳା କରିବ ଏତେବେଳେ ଅଧର୍ମ କାମ ମୁଁ କରିବିନି କାହିଁକି କରିପାରିବନି ମୋ ଭାଇ ବିଶ୍ୱାସ ଯଦି ପ୍ରେମିକା ପାଇଁ ମୋ ବଡ଼ ଭାଇକୁ ଫାଶୀ ଖୁଣ୍ଟା ଝୁଲେଇ ଦେବାକୁ ପଛଉନାହାନ୍ତି ତମେ କ'ଣ ପାଇଁ ଧର୍ମର ରାଜନୀତିକ ହେଇଯାଉଛ ଭବିଷ୍ୟତର ରଙ୍ଗୀନ ସ୍ୱପ୍ନ ଦେଖନ୍ତୁ ସୁବର୍ଣ୍ଣ ନର୍ମଦା ଭଳିଆ କୋଣାର୍କ ହେଇ ରହି ଉଜାଡ଼ ପାଇବେ ଭଗ୍ନଶିଳା ପରି ଆକାଶକୁ ଅନେଇ ସ୍ୱପ୍ନ ଦେଖୁଛି ସତ୍ୟମ ଶୁଣ ମୁଁ ତମକୁ ସଫା ସଫା କହୁଛି ମତେ କୁହ ତମେ ତମ ପୁତୁରାକୁ ମାରିବ କି ନାହିଁ ଓ ନାରାଜ ଏ କେବେ ନିଜର ସ୍ୱାର୍ଥ ପାଇଁ ଏତେବେଳେ ବାବା କାମ ମୁଁ କରିବି ତା ତଳେ ବି ମୋ କଥା ଶୁଣି ରଖ ଏଇଟା ଯଦି ତମର ଶେଷ ନିଷ୍ପତ୍ତି ତାହେଲେ ମୋ ଶେଷ ନିଷ୍ପତ୍ତି ବି ଭଲ ଭାବରେ ମନେ ରଖ ମୋ ପାଇଁ ଦରକାର ପଡ଼ିଲେ ମୋ ଠାରୁ ସିନ୍ଦୁର ମୁଁ ପୋଛି ଦେବି ତମକୁ ଡିଭୋର୍ସ ଦେଇଦେବି ଖାଲି ସେତିକି ନୁହଁ ତମ ନାଁରେ ଦୁଷ୍କର୍ମ କେସ୍ ଦେବି ଆଉ ତାପରେ ତମ ସ୍ୱପ୍ନର ଇନ୍ଦ୍ରଧନୁ ରଙ୍ଗ ହରାଇଛି ଜେଲର ଚାରିକାନ୍ଥ ଭିତରେ ତୁମକୁ ନିମନ୍ତ୍ରଣ କରି ବିଶ୍ୱ ବିରାଟ ତମ